ପ୍ରିୟ ଶ୍ରୋତା ବନ୍ଧୁ, ଆସନ୍ତୁ ଶୁଣିବା ଓଡ଼ିଆ ଜହ୍ନମାମୁଁ କାହାଣୀ। କାହାଣୀଟିର ନାମ ସ୍ୱର୍ଗ ଓ ନର୍କ। ଥରେ ଜଣେ ବ୍ୟକ୍ତି ଋଷିଙ୍କୁ ପଚାରିଲେ ଯେ ସ୍ୱର୍ଗ ଓ ନର୍କ ମଧ୍ୟରେ ପ୍ରଭେଦ କ'ଣ? ଏହି ପ୍ରଶ୍ନର ଉତ୍ତର ଦେବା ପାଇଁ ଋଷି ତାଙ୍କୁ ଗପଟିଏ କହିଥିଲେ। ଥରେ ଗୋଟିଏ ଆତ୍ମା ନର୍କରେ ପହଞ୍ଚିଲା। ସେ ଦେଖିଲା ଯେ ସେଠାରେ କୁଣ୍ଡ ଭର୍ତ୍ତି ଅମୃତ ଉଛୁଳୁଛି। ଥରେ ଅମୃତ ପାନ କରିଦେଲେ ସବୁଦିନ ଲାଗି ସ୍ୱର୍ଗକୁ ଯାଇହେବ। ସେଥିଲାଗି ଅମୃତ ଉଛୁଳା କୁଣ୍ଡ ପାଖରେ ଆତ୍ମାମାନଙ୍କ ଭିଡ଼ ଲାଗିଛି। କିନ୍ତୁ କେହି ହେଲେ ଅମୃତ ପିଇ ପାରୁନାହାନ୍ତି, କାରଣ ସେଠାରେ ଅମୃତ ପିଇବା ଲାଗି ଯେଉଁ ସୁବର୍ଣ୍ଣ ଚାମଚମାନ ରହିଛି ତାର ବେଣ୍ଟ ଏତେ ଲମ୍ବା ଯେ ତହିଁରେ ଅମୃତ ଉଠାଇ ନିଜ ମୁହଁରେ ପୁରାଇବାର କୌଣସି ସମ୍ଭାବନା ନାହିଁ। ତେଣୁ ଆତ୍ମା ଗୁଡ଼ିକ କେବଳ ଅମୃତ ଉଠାଇ ଆଣୁଛନ୍ତି, ହେଲେ ତାହା ପାଟିରେ ନ ପଶି ତଳେ ପଡ଼ିଯାଉଛି। ତେଣୁ କାହା ଭାଗ୍ୟରେ ଅମୃତ ଜୁଟୁନାହିଁ। ଏହି ସମୟରେ ଚିତ୍ରଗୁପ୍ତ ପାଞ୍ଜି ଦେଖି କହିଲେ ଯେ ଏହି ବାବୁଟି ଗୋଟିଏ ପୁଣ୍ୟ କରିଥିବାରୁ କିଛି କ୍ଷଣ ଲାଗି ଏହାର ସ୍ୱର୍ଗ ଭୋଗ କରିବାର ଯୋଗ ଅଛି। ତେଣୁ ସେହି ଆତ୍ମା ସ୍ୱର୍ଗ ଉଦ୍ଦେଶ୍ୟରେ ଗମନ କଲେ। ସ୍ୱର୍ଗରେ ମଧ୍ୟ ସେହି ଦୃଶ୍ୟ। କୁଣ୍ଡରେ ଅମୃତ ରହିଛି, ବଡ଼ ବେଣ୍ଟବାଲା ଚାମଚମାନ ମଧ୍ୟ ରହିଛି। କିନ୍ତୁ କୁଣ୍ଡ ପାଖରେ ଭିଡ଼ ନାହିଁ, କାରଣ ସମସ୍ତେ ଅମୃତ ପିଇ ସନ୍ତୁଷ୍ଟ ହୋଇଅଛନ୍ତି। କିଛି କ୍ଷଣ ଲାଗି ଆତ୍ମା ସ୍ୱର୍ଗରୁ ପୁଣି ନର୍କକୁ ଫେରିଲେ। ବାଟରେ ଦେବଦୂତଙ୍କୁ ପଚାରିଲେ, ସ୍ୱର୍ଗରେ ଅମୃତ ପିଇବାର ପ୍ରଚଳିତ ନାହିଁ କାହିଁକି? ଦେବଦୂତ କହିଲେ, ସମସ୍ତେ ମନ ଭରି ଅମୃତ ପିଇ ସାରିଛନ୍ତି। ଆତ୍ମା ପଚାରିଲେ, କିନ୍ତୁ ଲମ୍ବା ଚାମଚ ସେମାନେ ପିଇଲେ କେମିତି? ଦେବଦୂତ କହିଲେ, ସେମାନେ ଜଣେ ଅପରକୁ ପିଆଇ ଦେଇ ସେହି କାମଟି କରିଛନ୍ତି। ଋଷି ଗପଟି କହିସାରି କହିଲେ, ଏହି ଜ୍ଞାନ ଟିକକ ହିଁ ସ୍ୱର୍ଗ ଓ ନର୍କ ଭିତରେ ପ୍ରଭେଦକୁ ଦେଖାଏ। ସ୍ୱର୍ଗରେ ସମସ୍ତେ ପରସ୍ପର ପ୍ରତି ଶ୍ରଦ୍ଧାଶୀଳ ଓ ପରସ୍ପରର ସହଯୋଗୀ, ଅଥଚ ନର୍କରେ ସମସ୍ତେ ସ୍ୱାର୍ଥପର। ଧନ୍ୟବାଦ। କାହାଣୀଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ସେକ୍ସନରେ କମେଣ୍ଟ କରିବେ।